দ্বিতীয় জায়গা হ্যান্ডশেক হয়ে স্টার্ট ଏବେ ଖେଳ ମ୍ୟାଚ୍ ଷ୍ଟାର୍ଟ ହେବାକୁ ଗଲା। ପ୍ରଥମ ବଲରେ ସୂର୍ଯ୍ୟ ଗୋଟେ 20ରେ ଉଠେଇଦେଲେ, ଆଉ ଗୋଟେ 20 ମାରିବାକୁ ଯାଉଥିଲେ, ଫାଇନ୍ ହବା ବଦଳରେ ଗାତ ଠିକ୍ ରହିଗଲା ମୁଣ୍ଡରେ। ଲୁଡୁ କିଛି କହିପାରିଲେ ନାହିଁ। ଏବେ ସୂର୍ଯ୍ୟଙ୍କର ଗୋଟେ ଡାଇରେକ୍ଟ ସଟ୍ ହେଇଗଲା। ଦି ଜଣଙ୍କର ସୂର୍ଯ୍ୟ ଗୋଟେ 20 ଉଠେଇ ଦେଇଛନ୍ତି, ଲୁଡୁ କିଛି କରିପାରିନଛନ୍ତି। ସୂର୍ଯ୍ୟଙ୍କର ଏବେ 10ଟେ ଗୋଟେ ବଳି ଯାଇଛି। ଦୀପାନୁ ମାଇଲେ ଆଉ ଗୋଟେ 20 ବଳି ଯାଇଛି ଗୋଟେ କରିକି ବଳି ଯାଇଛି। ସୂର୍ଯ୍ୟଙ୍କର ଏବେ 50 ହେଇଯାଇଛି। ତା ପର ଉପରେ ସିଏ ଗୋଟେ ତୀର କିଣିବାକୁ ଯିବେ। ଲୁଡୁଙ୍କର କିଛି ବି ହଉନି। କୁହାଯାଉଛି ଯେ ଭଲସେ ମ୍ୟାଚ୍ ମନ ଦେଇକି ଖେଳିବେ ବୋଲି। ଦେଖା କେମିତି ଏବେ ସୂର୍ଯ୍ୟ କଳା ଲୋକ ମାରିବାକୁ ଯାଉଛନ୍ତି, ଗଳିଯାଇଛି ଗୋଟେ ଶାନଦାର ଶଟ୍। ସୁନ୍ଦର ଭାବରେ ସୂର୍ଯ୍ୟ ଖେଳିଛନ୍ତି। ଖେଳିବା ସମୟରେ 20ଟି ହାସଲ କରିଦେଇଛନ୍ତି ସୂର୍ଯ୍ୟ। ବର୍ତ୍ତମାନ ଅନ୍ୟ ଆଉ ଗୋଟିଏ 20 ହାସଲ କରିଛନ୍ତି ସୂର୍ଯ୍ୟ। ଆମର ଲାଗୁଛି ଯଦି ସୂର୍ଯ୍ୟ ଏଭଳି ଖେଳିବେ ତାହେଲେ ନିହାତି ଫାଇନାଲ ମ୍ୟାଚ୍ ଜିତିପାରିବେ। ବର୍ତ୍ତମାନ ଲୁଡୁ 20ଟି ଗড়େଇଛନ୍ତି। ବଢିଆ ଖେଳ ଚାଲିଛି। ଅତି ସୁନ୍ଦର। ଆହୁରି ଏକାଥରେ ଯୋଡ଼େ 20, ଗୋଟେ 20, ଯୋଡ଼େ 10। ଓହୋ, ଆହୁରି କୁଇନ୍ ହେଇଯାଇଛି। କୁଇନ୍ ହେଇଯାଇଛି। କରିଦେଇଛନ୍ତି। ଓ ଅତି ସୁନ୍ଦର ଭାବରେ ଲୁଡୁ ଖେଳିଛନ୍ତି। ଲାଗୁଛି ଯଦି ଏଭଳି ସୂର୍ଯ୍ୟ ଲୁଡୁ ଖେଳିବେ ତାହେଲେ ନିହାତି ସେ ମ୍ୟାଚ୍ ଜିତିପାରିବେ। ବର୍ତ୍ତମାନ ସୂର୍ଯ୍ୟ 10 ମଧ୍ୟ ହାସଲ କରିଦେଇଛନ୍ତି। ଅତି ସୁନ୍ଦର ଖେଳ। ମୌକାରେ ଛକା ଦେଇ ଲୁଡୁ ଖେଳିଛନ୍ତି। ବର୍ତ୍ତମାନ ଗୋଟିଏ ତୀର। ସୂର୍ଯ୍ୟ ଜିତିବାର 50%, ବର୍ତ୍ତମାନ ଲୁଡୁ ବି ଜିତିବାର 50%। ଦେଖିବା ଆଜିର ମ୍ୟାଚ୍ କିଏ ଜିତୁଛି। ହ୍ୟାଲୋ ଖେଳର କିଛି ସମୟ ଗୋଟେ ବିରୋଧୀ ନିଆଯାଇଥିଲା, ପୁଣି ଖେଳକୁ ଆଗେଇ ନେଇଛନ୍ତି ଅମ୍ପାୟାର। ଅତି ସୁନ୍ଦର ଭାବରେ ଲୁଡୁ ମାରିବା ହେତୁ ସୂର୍ଯ୍ୟ ଗୋଟେ 10 ହାସଲ କରି ନେଇଛନ୍ତି। ଲାଗୁଛି ବର୍ତ୍ତମାନ ସୂର୍ଯ୍ୟଙ୍କ ପାଖରେ 50%, ଲୁଡୁଙ୍କ ପାଖରେ 50% ଜିତିବାକୁ ଅଛି। ହେଲେ ଖେଳର ବିଜେତା ହିଁ ଶେଷକୁ ଜଣା ପଡିବ। କିଏ ଆଜି ଖେଳି ଯାଉଛି ଫାଇନାଲକୁ ଯାଉଛି ତାହା ହିଁ ଜଣା ପଡିବ। ସେ ସମୟ ମଧ୍ୟରେ ଲୁଡୁ ଗୋଟେ 20 ହାସଲ କରି ନେଇଛନ୍ତି। ଆହୁରି ଏକ 20 ନେବାକୁ ପ୍ରୟାସ କରିଛନ୍ତି, ହେଲେ ପାରିନାହାନ୍ତି। ବ୍ରେକ୍ ସମୟରେ ଖେଳ ଆରମ୍ଭ ହେବାକୁ ଯାଇଛି। ବର୍ତ୍ତମାନ 37 ମିନିଟ୍ ସମୟ। କଣ ସୂର୍ଯ୍ୟ ପେନାଲ୍ଟି କରିବାକୁ ଦେବେ କି ନାହିଁ, ନିଜେ ହାରି ଲୁଡୁଙ୍କୁ ଜିତେଇ ଦେବେ। 37 ମିନିଟ୍ ଯଦି ସୂର୍ଯ୍ୟ ଜଗି ଦିଅନ୍ତି ତାହେଲେ ଖେଳ ପେନାଲ୍ଟି ହେବାର ଆଶା ସମ୍ପୂର୍ଣ୍ଣ ଅଛି, କିନ୍ତୁ ଲୁଡୁ ସେହା ଚାହୁଁନାହାନ୍ତି। ଲୁଡୁ ଜୋରଦାର ଖେଳ କରି ଲାଗିଛନ୍ତି। ବର୍ତ୍ତମାନ ଆହୁରି ଏକ 10 ଲୁଡୁ ହାସଲ କରିଦେଇଛନ୍ତି।
ବର୍ତ୍ତମାନ ପୁଣି ସୀମିତ ଦେଖା ସୀମିତ ସମୟ 25 ମିନିଟ୍ ମ୍ୟାଚ୍ ଏବେ ପୁରାପୁରି ରୋମାଞ୍ଚକର ହୋଇଯାଉଛି। ଲୁଡ଼ୁ କ'ଣ ଜିତିବା ଚାନ୍ସ 70% ହେଲେ ଲଣ୍ଡୁ କ'ଣ ଜିତିବା ସୂର୍ଯ୍ୟଙ୍କ ଜିତିବା ଚାନ୍ସ ହେଲା ଆମର 30%। ଯେହେତୁ ସେ କୁଇନ୍ ନେଇଯାଇଛନ୍ତି ସେଥିପାଇଁ ତାଙ୍କ ଜିତିବା ଚାନ୍ସ ଆହୁରି 5% ବଢ଼ିଯାଇଛି। କାରଣ ମାତ୍ର 25 ମିନିଟ୍ ଟାଇମ୍ ଅଛି। ଆଉ ଏଇ 25 ମିନିଟ୍ ଭିତରେ ଯଦି କେଉଁ ୱିନର୍ ନହେଲେ ତାହେଲେ ପେନାଲ୍ଟି ହେବ। ସେଥିପାଇଁ ଦେଖନ୍ତୁ ଗେମ୍ର ମୋଡ଼ କୁଆଡ଼େ ଯାଉଛି। ଲେଟ୍ ଷ୍ଟାର୍ଟ ଦ କାଉଣ୍ଟଡାଉନ୍। ଆଉ ମାତ୍ର ଅଳ୍ପ ସମୟ ଅଛି। 25 ମିନିଟ୍ ଭିତରେ ଆମର ୱିନର୍ ଜଣାପଡ଼ିଯିବ। ଯିଏ ୱିନର୍ ହେବ ସିଏ ଯିବ ଫାଇନାଲ୍କୁ। ଏଇଟା ହେଲା ସେମିଫାଇନାଲ୍ 1। ସେମିଫାଇନାଲ୍ 2 ହେବାକୁ ଯାଉଛି ବଣ୍ଟି ଆଉ ଗୁଡୁ ଭିତରେ, ଯେଉଁଟାକି କାଲି ଅନୁଷ୍ଠିତ ହେବ। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଷ୍ଟ ଯାଏଁ ଦେଖନ୍ତୁ ଆଉ ସେୟାର ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। କାହିଁକିନା ଇଏ ହେଲା ଗୋଟିଏ ନିଆରା କ୍ୟାରେଟ୍ ମ୍ୟାଚ୍। ତାହେଲେ ଦେଖିବା କ'ଣ ହେଉଛି ଆଗକୁ। ସୂର୍ଯ୍ୟଙ୍କର ଏବେ ଥୋଇବା ପାଇଁ ଦେଖିବା ସେ କେତେ ଥୋଉଛନ୍ତି। କେତେ ଥୋଇଲ? 40 ଥୋୟା। ସେ 40 ଥୋଇଲା, ସେଥିପାଇଁ ଲୁଡ଼ୁ ମଧ୍ୟ 40 ଥୋଇବ। ଲୁଡ଼ୁ ମଧ୍ୟ 40 ଥୋଇଲା। ଦେଖିବା ଏବେ ଗେମ୍ କ'ଣ ହେଉଛି। ଲୁଡ଼ୁ ଏଇ ଗେମ୍ଟିକୁ ଜିତିବା ପାଇଁ 100ରୁ 100 ଚେଷ୍ଟା କରୁଛନ୍ତି। ଆଉ ସୂର୍ଯ୍ୟ ଗେମ୍ଟାକୁ ଜଗିବା ପାଇଁ 100ରୁ 100 ଚେଷ୍ଟା କରୁଛନ୍ତି। ଦେଖିବା ଫାଇନାଲି କିଏ ଜିତୁଛି ଆଜିର ମ୍ୟାଚ୍। ଯଦି ଆପଣ ଏ ଯାଏଁ ଆମ ସହିତ ଯୋଡ଼ି ହେଇକି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ମୋଟେ ହିଁ ଭୁଲନ୍ତୁନି। ଏମିତିକା ଇଣ୍ଟରେଷ୍ଟିଂ ମ୍ୟାଚ୍ ଦେଖିବା ପାଇଁ, କ୍ୟାରମ୍ର ବିଭିନ୍ନ ପ୍ରକାର ଡିଫରେଣ୍ଟ ସର୍ଟସ୍ ଦେଖିବା ପାଇଁ ସେୟାର ମଧ୍ୟ କରନ୍ତୁ ଆଉ ଲାଇକ୍ କରିବାକୁ ମୋଟେ ବି ଭୁଲନ୍ତୁନି। ଲୁଡ଼ୁ ଅଟକେଇବେ ଆଉ ମାତ୍ର 20 ମିନିଟ୍ ଆମ ପାଖରେ ଅଛି। କ'ଣ ଏଇ 20 ମିନିଟ୍ ଭିତରେ ଲୁଡ଼ୁ ଜିତି ପାରିବେ ନା ସୂର୍ଯ୍ୟ ଜଗିଦେବ? ଲୁଡ଼ୁ ଜିତି ପାରିବ ନା ସୂର୍ଯ୍ୟ ଜଗିଦେବ? ବହୁତ ଇଣ୍ଟରେଷ୍ଟିଂ ମ୍ୟାଚ୍। ତୀର ବି ହେଲା ତାଙ୍କର, ଅପର ବେସ୍ ବି ହେଲା ତାଙ୍କର, ଯାହାଫଳରେ ସେ ନେଇଯାଇଛନ୍ତି। ଏତେ ସୁନ୍ଦର ଖେଳ। ସିଏ ଗୋଟେ ଏମିତି ଟ୍ରିକ୍ରେ କିଣିଛନ୍ତି ଜାଗା ମାନେ ଯୁଆଡ଼େ ମାଇଲେ ବି ତାଙ୍କ ଠି ଲାଗନ୍ତି। ଏଇ ଦେଖନ୍ତୁ ଆଜ୍ଞା, ଯୁଆଡ଼େ ମାଇଲେ ବି ତାଙ୍କ ଠି ଲାଗୁଛି। ବଣ୍ଟି versus ଗୁଡୁ, ବଣ୍ଟି versus ଗୁଡୁ, ବଣ୍ଟି versus ଗୁଡୁ। ଆହୁରି କାଲି ରାତିରେ ସେମିଫାଇନାଲ ମ୍ୟାଚ୍। କାଲି ରାତିରେ ସେମିଫାଇନାଲ ମ୍ୟାଚରେ ଆପଣଙ୍କୁ ଭେଟି ଦେବାକୁ ଯାଉଛନ୍ତି ଗୁଡୁ versus ବଣ୍ଟି, ଗୁଡୁ versus ବଣ୍ଟି। ବର୍ତ୍ତମାନ ଲୁଡୁ ସ୍ୱତନ୍ତ୍ର ଥୋଇ ଗାତଟିକୁ କିଣିଦେଇଛନ୍ତି, ସେଥିପାଇଁ ଗୋଟେ ଜୋରଦାର ଟଙ୍କା ହେଇଯାଏ। এই সমୟରେ ଲୁଡୁ ଏକ 10 ହାସଲ କରିଯାଇଛନ୍ତି। ସୂର୍ଯ୍ୟ ନିରାଶ ହୋଇ ଭାଙ୍ଗି ପଡ଼ିଛନ୍ତି। ହେଲେ ଆହୁରି ଏକ 10 ନେଇପାରିନାହାନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କଠାରୁ ପଇସା ବର୍ତ୍ତମାନ ଗୋଲ୍ଡରେ ଟାଇଗର ବର୍ତ୍ତମାନ ପ୍ରଥମ ଫାଇନାଲରେ ଆସନ୍ତା କାଲି ଆପଣ ଦେଖିବାକୁ